ବାହାଘରକୁ 2-4 ବର୍ଷ ହୋଇଛି କି ନାହିଁ, ସ୍ୱାମୀ ସବୁଦିନ ପାଇଁ ହାତ ଛାଡ଼ିକି ଆର ପାରିକୁ ଚାଲିଗଲା। କେତେ କହିଲେ ବି ଜମା ଶୁଣିଲାନି। ନିତି ସେ ନିଶାଦ୍ରବ୍ୟ ଖାଇଲା, ଆଉ ଗଲାବେଳେ କୋଳରେ ଛାଡ଼ି ଯାଇଥାଏ 2 ବର୍ଷର ଶିଶୁ ପୁଅକୁ। ବିଚରା ମାଆଟା ଏତେ ବଡ଼ ଦୁନିଆରେ ବଞ୍ଚିବ ବା କେମିତି? ପାଟି ଖୋଲିଲେ ସାହି ପଡ଼ିଶାଙ୍କର ଟୁପୁର ଟାପର, ଆଉ ଶାଶୁର ଗଞ୍ଜଣା ଦେହରେ ଯାଏନି। ଭଲ ନ ଲାଗିଲେ ବି ପଡ଼ିକି ରୁହେ କେବଳ ସେ ପୁଅଟାର ମୁହଁକୁ ଚାହିଁ। ଦିନେ ଦିନେ ଶାଶୁଠାରୁ ଉପାସ ରହିବାକୁ ପଡ଼େ, ତଥାପି କାହାକୁ ପାଟି ଖୋଲି କୁହେନି। ସେଦିନ କିନ୍ତୁ ଅସହ୍ୟ ଯନ୍ତ୍ରଣା ହେଲା। ଶାଶୁର ପାଦ ତଳେ ପଡ଼ିଯାଇ କହିଲା, ବୋଉ, ସବୁ କାମ କରିବି, ଚାକର ପରିକା ରହିବି, ମୋତେ ଟିକେ ଭଲ ପାଅ, ମୋତେ ଟିକେ ସାହା ହୁଅ, ଏ ବେଳରେ ଯିବି ବା କୁଆଡ଼େ। ଶାଶୁର କିନ୍ତୁ ପାଟି ଫିଟିଲା ସେଦିନ। ମୁଁ ଜାଣିନି, ମୋ ପୁଅକୁ ତ ଖାଇଲୁ, ବାପ ଘରେ ମାଆକୁ ବି ଖାଇଥିଲୁ, ଏଠି କାହିଁ ବୋଝ ହୋଇ ରହିବୁ? ସତରେ ଆପଣାର ଲୋକ ହାତ ଛାଡ଼ିଦେଲା ପରେ ଅନ୍ୟମାନଙ୍କୁ ଯେମିତି ବୋଝ ଲାଗେ। ସେଦିନ ମାଆଟି ନିଷ୍ପତ୍ତି ନେଲା, ଆଉ ଜୀବନ ରଖିବେନି। ଘରକୁ ଗଲେ ବୁଢ଼ା ବାପା ମୋର, ତାଙ୍କରି ପାଖରେ କେତେ ଦିନ ରହିବି? ଲୋକମାନଙ୍କର ଟୁପୁର ଟାପର ସହିପାରିବିନି, ଜୀବନ ହାରିଦେବି। ଏଇ କଥା ଭାବି ତାର ସେ ଛୋଟ ପୁଅଟିକୁ ଧରି ଚାଲି ଆସିଲା ମା ରାଜରାସ୍ତାକୁ। କେଉଁଠି ଗାଡ଼ି ଆଗରେ ପଡ଼ିଯିବି, ନହେଲେ ନଈ ତଳକୁ ଡେଇଁ ପଡ଼ିବି। ବାଟରେ ଗଲାବେଳେ ସେ କୁନି ପୁଅଟା ତାର ସେଇ ଥିରି ଥିରି କଣ୍ଠରେ କହୁଥାଏ, ମା, ଆମେ ଯିବା କୁଆଡ଼େ? ମାଆଟି ନିଜର ଲୁହକୁ ସମ୍ଭାଳି ପାରୁନଥାଏ। ଲୁହ ପୋଛି ଦେଇ କହୁଥାଏ, ମୁଁ ଯୁଆଡ଼େ ଯିବି ତୁ ମୋରି ସାଙ୍ଗରେ ଯିବୁ। ତଥାପି ପିଲାଟି ପାଟି କରୁଥାଏ, କାହିଁକି ନା ତା ମା ପାଖରୁ ସେ କେବେ ଏତେ ବାଟ ଆସିନି। ଆଜି ମା ନିଜେ ଏତେ ବାଟ ଧାଇଁ ଆସିଛି। ତଥାପି ସେଦିନ ମନକୁ ପ୍ରଶ୍ନଟି ଆସିଲା, ମୁଁ ସିନା ଜୀବନ ହାରିଦେବି, ମୋ ଛୋଟ ପୁଅଟା ସେ ତ ଦୁନିଆ ଦେଖିନି, କି ଜାଣିଲା କାଲି ସକାଳେ ବଡ଼ ହୋଇ ସେଇ ମୋ ନାଁ ରଖିବ। ହେଲେ ଏତେ ବଡ଼ ଦୁନିଆରେ କରିବି କ'ଣ, ଯିବି କୁଆଡ଼େ? କିଛି ବି ବୁଦ୍ଧିବାଟ ଦିଶୁନଥାଏ। ସିଏ ମଧ୍ୟ ମହାପ୍ରଭୁଙ୍କୁ ଭାରି ଭଲ ପାଏ। ଯାହାଙ୍କୁ ବିଶ୍ୱାସ କରି, ଯାହାଙ୍କୁ ଭରସା କରି ଏତେ ଦିନ ପର୍ଯ୍ୟନ୍ତ ମାଡ଼ ଗାଳି ଖାଇ ରହିଥିଲା, ସେଦିନ ପ୍ରଭୁଙ୍କ ପାଖରେ ହାତ ଯୋଡ଼ି ଦେଇ କହିଲା, ଠାକୁରେ, ବାଟଟିଏ ଦେଖାଅ। ଏ ସମୟରେ ସବୁ ଦ୍ୱାର ମୋ ପାଇଁ ବନ୍ଦ ହେଇଯାଇଛି। ତମେ ଚାହିଁଲେ ନା ପୁଣି ମୋର ଛୋଟିଆ ସଂସାରଟା ହସି ଉଠିବ। ସାଆନ୍ତେ ବି ଭାରି ଭଲ ପାଆନ୍ତି ଭକ୍ତକୁ। ଯୁଗେ ଯୁଗେ ପ୍ରମାଣ ଅଛି, ଭକ୍ତ ଯେଉଁଠି ହାତ ଯୋଡ଼ି ଦିଏ ଠାକୁରେ ପହଞ୍ଚନ୍ତି। ଆଉ ସେଦିନ ସେଇ ଦୁଃଖିନୀ ମାଆଟି ପାଖରେ ଠାକୁର ପହଞ୍ଚିଲେନି ସତ, କିନ୍ତୁ ଭଗବାନ ରୂପୀ ମଣିଷଟିଏ ପହଞ୍ଚିଥିଲେ। ବିକାଶ ବାବୁ କାମ ସାରି ଫେରୁଥାନ୍ତି ନିଜ ଗାଡ଼ି ଯୋଗେ। ହଠାତ୍ ଦେଖିଲେ ଓଭରବ୍ରିଜ୍ ଉପରେ ମାଆଟିଏ ତା ଛୋଟ ଛୁଆଟିକୁ ଧରି କୁଆଡ଼େ ଧାଇଁଛି, ପୁଣି ଖାଲି ପାଦରେ। ଯାହା ଜଣାପଡ଼ୁଥାଏ ଭଲ ଲୋକ ଘରର ଝିଅଟିଏ। ହେଲେ ଏମିତି କାହିଁକି? ପାଖରେ ଯାଇ ପଚାରନ୍ତି ତ ଡର ଟିକେ ଲାଗିଲା। ଏତେ ରାତିରେ ଇଏ ପୁଣି କିଏ? କିଛି ଭୁଲ ଘଟିବାକୁ ଯାଉନି ତ? ବାବୁ କିନ୍ତୁ ଆଶ୍ୱାସନା ଦେଇ କହିଲେ, ଡରନି ମା, ଯାହା ହେଇଛି କହ। ପାଖରେ ବସିଲେ, ସବୁ କଥା ପଚାରିଲେ। ମାଆଟି କାନ୍ଦି କାନ୍ଦି ସବୁ କଥା କହିଲା। ଶେଷରେ ବାବୁ ପଚାରିଲେ, ଫୁଲ ଗୁନ୍ଥି ପାରିବୁ? ଭଲ କଥା ହେଲା, ଏ କଥା କାହିଁ ପଚାରିଲେ? ଉତ୍ତର ରଖିବା ପୂର୍ବରୁ ଭାବିଚିନ୍ତି କହିବାକୁ ପଡ଼ିଲା, ହଁ ଜାଣିଛି, କିଛି କଥା ନାହିଁ, ମୋ ସହିତ ଆ, ମୋ ଠାକୁରଙ୍କ ପାଇଁ ଫୁଲହାର କରିଦେବୁ, ତା ବଦଳରେ ଖାଇବାକୁ ଦେବି। ମାଆଟି କେବଳ ସେୟା ହିଁ ଚାହୁଁଥିଲା, ଦାନା ମୁଠେ ମିଳୁ, ପିନ୍ଧିବା ପାଇଁ ଲୁଗା ଖଣ୍ଡେ ହେଲେ ହେଲା। କାହିଁକି ନା ତା ଛୋଟ ପୁଅଟିକୁ ତାର ମଣିଷ କରିବାର ଅଛି। ବାବୁ ବି ଭାରି ଶ୍ରଦ୍ଧାଳୁ, ଭାରି ଦୟାଳୁ। ଆଦର ସହିତ ମା ଛୁଆଙ୍କୁ ସେଦିନ ଗାଡ଼ିରେ ବସେଇ ନେଇଗଲେ। କୁଆଡ଼େ ନେଲେ ସେଇଟା ବି ମା ଜାଣିନି। ଗାଡ଼ିରୁ ଓହ୍ଲେଇ ନିଜ ଘରକୁ ନେଇଗଲେ, ଆଉ ଜାଗାଟିଏ ଦେଲେ ରହିବା ପାଇଁ। ମା ଛୁଆଙ୍କୁ ପାଇ ସାଆନ୍ତାଣୀ ମଧ୍ୟ ଭାରି ଖୁସି ହେଇଗଲେ, କି ଯାହା ହଉ ଏଡ଼େ ବଡ଼ ବଙ୍ଗଳାରେ ମୋ ସହିତ ଦୁଃଖ ସୁଖ ହେବାକୁ କିଏ ଜଣେ ଆସିଛି। ରାତି ପାଇ ସେଦିନ ସକାଳ ହେଲା। ବାବୁ ଫୁଲ ବୋଝଟି ଆଣି ଥୋଇଦେଲେ ସେଇ ମା ପାଖରେ। ମାଆଟି ତା ଛୁଆକୁ ପାଖରେ ରଖି ଫୁଲ ତକ ସବୁ ଗୁନ୍ଥିବାକୁ ଲାଗିଲା। ଆଉ ବାବୁ କହିଲେ, ମୁଁ କାମରୁ ଫେରିଲେ ଫୁଲ ତକ ନେଇଯିବି ମୋ ମଣିମାଙ୍କ ପାଇଁ। ମାଆଟି ଯେତେବେଳେ ଶୁଣିଲା କି ମହାପ୍ରଭୁ କାଳିଆ ସାଆନ୍ତଙ୍କ ପାଇଁ ବାବୁ ନିତି ଫୁଲ ନେଉଛନ୍ତି, ତାର ଶ୍ରଦ୍ଧା ଆହୁରି ବଢ଼ିଗଲା, ତାର ଭକ୍ତି ବଢ଼ିଗଲା। ଠାକୁରଙ୍କୁ ହାତ ଯୋଡ଼ି ଦେଇ କହିଲା, ସାଆନ୍ତେ, ତୁମରି ସେବାରେ ମୁଁ, ମନ ଊଣା କରିବନି। ତୁମ ପାଖକୁ ଯିବାକୁ ଭାରି ଇଚ୍ଛା ହେଉଛି, ଯାଇପାରୁନି ସତ, ଦେଉଥିବା ଫୁଲକୁ ଗ୍ରହଣ କରିବେ। ସତରେ
ମାଟି ଯେତେବେଳେ ପ୍ରଭୁଙ୍କ ପାଇଁ ଫୁଲହାର କରିଦିଏ ଅତି ସୁନ୍ଦର ଦିଶେ। ବାବୁଙ୍କୁ ବହୁତ ପ୍ରଶଂସା ମଧ୍ୟ ମିଳେ। ପଣ୍ଡା ପଢ଼ିଆରୀମାନେ କୁହନ୍ତି, ସତରେ ଫୁଲ ଗଢ଼ିଥିବା ମା ଜଣକ କେତେ ଶ୍ରଦ୍ଧାରେ ଗଢ଼ିଛି। ତା ନ ହେଇଥିଲେ କେତେ ସୁନ୍ଦର ଲାଗୁଛି ଦେଖିଲ। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମା ଜଣକ ଯେତେବେଳେ ଫୁଲ ଗୁନ୍ଥେ ଗୁଣୁ ଗୁଣୁ ହୋଇ ଠାକୁରଙ୍କର ଭଜନ ଆଉ ଜଣାଣ ଗାଏ। ସତରେ ଭାରି ଖୁସି ଲାଗେ, ଭାରି ଆନନ୍ଦ ଲାଗେ। ଏହି ଭଜନ ସବୁକୁ ଶୁଣିବା ପାଇଁ ମା ସାଆନ୍ତାଣୀଙ୍କର କାମ ବି ବନ୍ଦ ହୋଇଯାଏ। ଲୁଚି ଛପି ନିତି ଶୁଣନ୍ତି। କାଳେ ମାଟି ଦେଖିଦେବ, ତା ଅଜଣାତରେ ସବୁ ଶୁଣି ନିଅନ୍ତି। ଆଉ ଶେଷରେ ମହାପ୍ରଭୁଙ୍କୁ ହାତ ଯୋଡ଼ି ଦେଇ କୁହନ୍ତି, ସତରେ ପଙ୍କରେ ହିଁ ପଦ୍ମ ଫୁଟିଥାଏ। ଧନ୍ୟ ତୁମ ଭକ୍ତ, ଧନ୍ୟ ତୁମ ମହିମା। ଭକ୍ତ ଜଣକ ଏତେ ସୁନ୍ଦର ଭାବରେ ଗାଉଛି। ଦିନେ ବାବୁଙ୍କୁ କହିଲେ, ଜାଣିଛ, ସେଇ ମା ଛୁଆ ଠାକୁରଙ୍କୁ ଭାରି ଭଲ ପାଆନ୍ତି। ତାଙ୍କୁ ଥରେ ପୁରୀ ବୁଲେଇ ନେଲେ ହନ୍ତାନି। ବାବୁ ଯେତେବେଳେ ଶୁଣିଲେ ସେ ବି କହିଲେ, ହଁ ମୁଁ ବି ଚାହେଁ। ତାଙ୍କ ପାଇଁ ମୋତେ କେତେ ପ୍ରଶଂସା ମିଳୁଛି। ଆଉ ଜାଣିଛ, ଆଗ ଅପେକ୍ଷା ଏବେ ଆମକୁ ଆହୁରି ଫୁଲ କରିବା ପାଇଁ କହୁଛନ୍ତି। ଠାକୁରଙ୍କୁ ଫୁଲ ଭାରି ମାନୁଛି। ଦିନେ ସମୟ ଦେଖି ବାବୁ ଯାଇ ପହଞ୍ଚିଲେ ସେ ମା ପାଖରେ ଆଉ କହିଲେ, ଜାଣିଛ, ଆସନ୍ତା ରବିବାର ଆମେ ସମସ୍ତେ ଶ୍ରୀକ୍ଷେତ୍ର ଯିବା। ତୁମେ ବି ତୁମ କୁନି ପୁଅକୁ ନେଇକି ଯିବ। ମା ଜଣକ ଯେତେବେଳେ ଏତକ ଶୁଣନ୍ତି ତାଙ୍କର ଖୁସି କହିଲେ ନ ସରେ। ସେ ହାତ ଯୋଡ଼ି ଦେଇ କହିଲେ, ସାଆନ୍ତେ ମନ କଥା ରଖିଲ ମୋର। ଜାଣିଛ, ମୋ ବାବୁ କହିଛନ୍ତି ଆସନ୍ତା ରବିବାର ତୁମ ପାଖକୁ ଯାଉଛି। ଚାହୁଁ ଚାହୁଁ ରବିବାର ବି ହୋଇଗଲା। ଆଉ ସମସ୍ତେ ଶ୍ରୀକ୍ଷେତ୍ରରେ ପହଞ୍ଚି ଠାକୁରଙ୍କୁ ଯେତେବେଳେ ଦର୍ଶନ କରିବାକୁ ଯାଆନ୍ତି, କାହିଁକି କେଜାଣି ମା ଜଣକ ମହାପ୍ରଭୁଙ୍କୁ ଚାହିଁ ବହେ କାନ୍ଦିଲେ ସେଦିନ। କହିବାକୁ କିଛି ବି କଥା ନଥାଏ। ବାବୁ କିନ୍ତୁ ଦୂରରୁ ଛାଇଁ ସବୁ ଦେଖୁଥାନ୍ତି। ମନେ ମନେ କହୁଥାନ୍ତି, ସତରେ କେଡ଼େ ହତଭାଗିନୀଟାଏ, ଅନାଥ ଛୁଆଟା। ଶାନ୍ତେ ତାକୁ ଟିକେ ଚାହିଁଥିବ ତୁମର ସେ ଅପଲକ ନୟନରେ। ଠାକୁରଙ୍କୁ ତ ଦର୍ଶନ କଲେ, ଅବଢ଼ା ହାଟରେ ଅବଢ଼ା ବି ଖାଇଲେ। ଯେତେବେଳେ ଘର ବାହୁଡ଼ା ହୁଅନ୍ତି, ବାବୁ ପଚାରିଲେ, ମା ଠାକୁରଙ୍କୁ କ'ଣ କହୁଥିଲୁ? ଠାକୁରଙ୍କୁ ଚାହିଁ କେତେ କାନ୍ଦିଛୁ ନା? ମା ଜଣକ ହାତ ଯୋଡ଼ି ଦେଇ କହିଲା, ଜାଣିଛି, ଏ ଦୁନିଆ ସିନା ମୋତେ ଅନାଥ କୁହେ, ସିଏ ପରା ଜଗତର ନାଥ, ମୋ ଜଗନ୍ନାଥ। ସିଏ ଅଛି ପରା, ମୁଁ ଅନାଥ ନୁହେଁ। ମାଆଟିଠାରୁ ଏତିକି କଥା ଶୁଣିଲା ପରେ ବାବୁଙ୍କର ଆଖିରେ ଲୁହ ଆସିଯାଇଥିଲା। ସତରେ ଏତେ ଦୁଃଖ କଷ୍ଟ ଭିତରେ ଥାଇ ମଧ୍ୟ ମାଆଟି ଠାକୁରଙ୍କୁ କେତେ ଭଲ ପାଉଛି। ଆଜି ତାଙ୍କରି ଛତ୍ର ଛାୟା ତଳେ ଅଛି ବୋଲି ନିଜକୁ ପ୍ରମାଣ କରୁଛି। ସତରେ ଭକ୍ତ, ତୋ ଭକ୍ତି ମହାନ, ତୋ ଶ୍ରଦ୍ଧା ମହାନ, ତୋ ଅତୁଟ ଭଲ ପାଇବା ସେ ଠାକୁରଙ୍କ ପାଖରେ। ବାବୁ ସେଦିନ ଆହୁରି କହିଲେ, ବୁଝିଲୁ ମା, ସେଦିନ ତୁ ଭୁଲ ନିଷ୍ପତ୍ତି ନେଉଥିଲୁ। ଯଦି ସେଦିନ ଜୀବନ ହାରି ଦେଇଥାନ୍ତୁ, ଭାବିଲୁ ତୋ ଛୋଟ ଛୁଆଟିର କଥା କ'ଣ ହେଇଥାନ୍ତା? ମା ଜଣକ ତା ଭୁଲ ବୁଝିପାରିଲା। ସେ ହାତ ଯୋଡ଼ି ଦେଇ କହିଲା, କଥା ଦେଉଛି, ଜୀବନରେ ଯେଡ଼େ ବଡ଼ ପରିସ୍ଥିତି ଆସୁ କେବେ ଭାଙ୍ଗି ପଡ଼ିବେନି। ମୋ କାଳିଆ ଶାନ୍ତ ଅଛି। ଠାକୁର ମଣିଷ ଜନ୍ମଟିଏ ଦେଇଛି, ହାତ ଗୋଡ଼ ଦେଇଛି। ମୁଁ କର୍ମ କରିବି, ନିଜ ଉପରେ ବିଶ୍ୱାସ ରଖିବି, ଆଉ ଠାକୁରଙ୍କ ଉପରେ ଭରସା କରିବି। କର୍ମପଥରେ ଆଗେଇ ଯିବି। ଯେଡ଼େ ବଡ଼ ଝଡ଼ଝଞ୍ଜା ଆସୁ ପଛେ ସବୁକୁ ମୁଁ ସାମ୍ନା କରିବି। ସତରେ ମାଆଟିଠାରୁ ଏମିତିକା ସାହସିକତାର କଥା ଶୁଣି ବାବୁଙ୍କୁ ସେଦିନ ଭାରି ଖୁସି ଲାଗିଲା। ଆଉ ସେବେଠାରୁ ସେ ମା ଛୁଆ ଦୁଇ ଜଣ ବାବୁଙ୍କର ସଦସ୍ୟ ହୋଇ ରହିଲେ। ସତରେ ପରିସ୍ଥିତି ଯେଡ଼େ ବଡ଼ ଆସୁ ପଛେ ଯଦି ତା ଆଗରେ ତୁମେ ମୁଣ୍ଡ ନୁଆଇଁ ଦେବ ନା, ହାରିଯିବ ସେଇଠି। ନମସ୍କାର। ଛୋଟ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ମହାପ୍ରଭୁ କାଳିଆ ସାଆନ୍ତଙ୍କ କୃପାରୁ ସମସ୍ତେ ଭଲରେ ଥାଆନ୍ତୁ, ସମସ୍ତେ ଖୁସିରେ ଥାଆନ୍ତୁ। ଜୟ ଶ୍ରୀ ଜଗନ୍ନାଥ।